ଶ୍ରୋତା ବନ୍ଧୁ, ବେଳେବେଳେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ଅନୁଭବ, ଅନୁଭୂତି ଏବଂ ପ୍ରତ୍ୟୁତ୍ପନ୍ନମତିତା ପ୍ରଭାବଶାଳୀ ହୋଇଯାଏ। ପ୍ରକୃତରେ ଶିକ୍ଷା ଯେତେବେଳେ ସୂକ୍ଷ୍ମ ଭାବରେ ଉତ୍ତରିତ ହୋଇଥାଏ, ସେତେବେଳେ ତଥାକଥିତ ଡିଗ୍ରୀ ସାର୍ଟିଫିକେଟ୍ ଖୁବ୍ ପଛରେ ରହିଯାଏ। ବରଂ ପ୍ରଜ୍ଞା ଓ ଧିଷଣା ମଣିଷକୁ ପ୍ରଚୁର ଅନ୍ତଃଶକ୍ତି ପ୍ରଦାନ କରେ। ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ପ୍ରଚୁର ଆତ୍ମଶକ୍ତି ଏବଂ ଆତ୍ମପ୍ରେରଣାରେ ପ୍ରଚୋଦିତା, ସେ ହେଉଛନ୍ତି ସୁଲେଖିକା ପ୍ରିୟମ୍ବଦା ସାହୁ। ସେ ଏକାଧାରରେ ଜଣେ ରେଡ଼ିଓ ଆର୍ଟିଷ୍ଟ, ଜଣେ ଗୀତି କବି, ଜଣେ ଗାଳ୍ପିକା, ଅନୁବାଦିକା। ସେ କହନ୍ତି, ମା ବୀଣାପାଣିଙ୍କର ମୋ ଉପରେ ଅସୀମ ଆଶୀର୍ବାଦ ରହିଛି। ସେ ବୀଣାପାଣି ରୂପରେ ନ ହେଉ ସିଦ୍ଧି ବୁଦ୍ଧି ପ୍ରଦାୟିନୀ ହୋଇ ମୋର ପଥ ବଦଳାଇ ଭାଷା ଭାରତୀ ଆଡ଼କୁ ମୁହାଁଇ ଦେଲେ। ବର୍ତ୍ତମାନ ମୁଁ ସାହିତ୍ୟରେ ମନୋନିଯୋଗ କରିଛି। ବହୁ ପୁରାତନ ଗୀତ ଏବଂ ହାରମୋନିୟମରେ ଗାଉଥିବା ଅଳ୍ପ ପଦ୍ୟାବଳୀ, ଛାନ୍ଦ, ଚମ୍ପୁ ମଧ୍ୟ ସେ ନୂତନ ଭାବରେ ଉପସ୍ଥାପନ କରିଛନ୍ତି। ଶ୍ରୋତା ବନ୍ଧୁ, କଟକ ଜିଲ୍ଲାର ଚାଉଳିଆଗଞ୍ଜରେ 1948 ମସିହା ନଭେମ୍ବର 11 ତାରିଖରେ ପିତା ଶ୍ରୀ ଅର୍ଜୁନ ସାହୁ, ମାତା ସାରିଆ ଦେଈଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ପ୍ରିୟମ୍ବଦା ସାହୁ। ଶିକ୍ଷାଗତ ଯୋଗ୍ୟତା ମାତ୍ର ହାଇସ୍କୁଲ। ମାତ୍ର 21ରୁ ଉର୍ଦ୍ଧ୍ୱ ତାଙ୍କର ଅନୁବାଦ ପୁସ୍ତକ। ପ୍ରଥମ ଲେଖାଟି ପ୍ରକାଶ ପାଇଥିଲା ଜଗନ୍ନାଥ ରଥ ପବ୍ଲିଶରଙ୍କ ଦ୍ୱାରା, ଯାହାର ଶୀର୍ଷକ ଥିଲା କଣ୍ଟା ଓ କିଆ। ପିଲାଦିନୁ ତାଙ୍କର ସାହିତ୍ୟାନୁରାଗ ଥିଲା। ସାହିତ୍ୟ, ଇତିହାସ, ହିନ୍ଦୀ, ଡ୍ରଇଂରେ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ତାଙ୍କ ସହିତ ଗୋଟେ ସାକ୍ଷାତ ହେଇଥିଲା, ଯେଉଁଥିରେ ସେ କହୁଥିଲେ, ଭାଷା ଶିଖିବାରେ ମୋର ଆଗ୍ରହ, ତେଣୁ ମୁଁ ଭାଷା ଶିଖେ ଏବଂ ସାରଳାଙ୍କ ଆଶୀର୍ବାଦ ଯୋଗୁଁ ବହୁତ ଶୀଘ୍ର ମଧ୍ୟ ଶିଖିଯାଏ। ଏତେ କମ୍ ଶିକ୍ଷା ସତ୍ତ୍ୱେ ତାଙ୍କ ଉପରେ ଈଶ୍ୱରୀୟ ଆଶୀର୍ବାଦ ଏତେ ଯେ ଯେକୌଣସି ପାଠକ ତାଙ୍କ ସୃଷ୍ଟିର ରୂପକୁ ଦେଖିଲେ ମନ୍ତ୍ରମୁଗ୍ଧ ହେବ ନିଶ୍ଚୟ। ବିଶେଷ ଭାବରେ ହିନ୍ଦୀ, ଉର୍ଦ୍ଦୁ ଏବଂ ଗୁଜରାଟୀ, ମରାଠୀ ଏହି ଭାଷା ଗୁଡ଼ିକରେ ତାଙ୍କର ପ୍ରଚୁର ଦକ୍ଷତା ଅଛି। ଯେଉଁଥିରେ ଦକ୍ଷତା ନାହିଁ, ତାକୁ ମଧ୍ୟ ସେ ଖୁବ୍ କମ୍ ସମୟ ଭିତରେ ମନେ ରଖି ଅନୁବାଦ କରିବା ପାଇଁ ଚେଷ୍ଟିତ ହୁଅନ୍ତି। ସେ ବିଶେଷ ଭାବରେ ଜଣେ ଶିଶୁ ସାହିତ୍ୟିକା। ବଙ୍ଗଳା, ହିନ୍ଦୀ, ଗୁଜରାଟୀ ତିନିଟି ଭାଷାରୁ ସେ ଅନେକ ଉପନ୍ୟାସ, ଗଳ୍ପ, କବିତା, ଶିଶୁ ସାହିତ୍ୟ ଅନୁବାଦ ମଧ୍ୟ କରିଛନ୍ତି। ଏହି ଅନୁଦିତ ପୁସ୍ତକ ଗୁଡ଼ିକ ପାଠ କଲେ ତାଙ୍କର ଅନୁବାଦ କ୍ଷେତ୍ରରେ କେତେ ପାରଦର୍ଶିତା ରହିଛି ଜଣାପଡ଼େ। ଅନୁବାଦ ପୁସ୍ତକ ଯଦି ମୌଳିକ ରଚନା ପରି ଅନୁଭବ ହୁଏ, ତାହା ହିଁ ଅନୁବାଦର ସାର୍ଥକତା। ଏହା ହିଁ ପ୍ରିୟମ୍ବଦାଙ୍କ ପୁସ୍ତକ ଗୁଡ଼ିକରେ ଦେଖିବାକୁ ମିଳେ। ଏ ଯାବତ୍ ତାଙ୍କର 21 ଖଣ୍ଡ ପୁସ୍ତକ ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ସାହିତ୍ୟ ସର୍ଜନା ସହିତ ସଙ୍ଗୀତ ସାଧନା ତାଙ୍କ ଚରିତ୍ରର ଅନ୍ୟ ଏକ ମୋହନୀୟ ଦିଗ। ଦୁଇଟି ଯାକ କାର୍ଯ୍ୟ ସମାନ୍ତରାଳ ଭାବରେ ଚାଲିଥିବାରୁ ସେ ସଦା ସର୍ବଦା ଆହ୍ଲାଦିତ ରୁହନ୍ତି ଏବଂ ଅନାସକ୍ତ ମଧ୍ୟ। ଶ୍ରୋତା ବନ୍ଧୁ, ତାଙ୍କର ଗୋଟେ ସୁନ୍ଦର କବିତା ପୁସ୍ତକ ଅଛି, ମୌଳିକ କବିତା ଗ୍ରନ୍ଥ, ଯାହାର ନାଁ ହେଉଛି ଗୀତ ଚାଙ୍ଗୁଡ଼ି। ଆଜି ସେଇ ଗୀତ ଚାଙ୍ଗୁଡ଼ିରୁ ଆପଣମାନଙ୍କ ଉଦ୍ଦେଶ୍ୟରେ ଗୋଟେ କବିତା, ଆଷାଢ଼ ଆକାଶ। କବିତାର ଶୀର୍ଷକ ହେଉଛି ଆଷାଢ଼ ଆକାଶ, କବି ପ୍ରିୟମ୍ବଦା ସାହୁ। କବିତାଟି ଏମିତି: ଆଷାଢ଼ ଆକାଶେ ଘନ ବାଦଲ ରାଜି, ଦୁଲୁ ଦୁଲୁ କରି ମେଘ ଦେଉଛି ଗାଜି, ପାଣି ଚାଲେ ରାସ୍ତା ଘାଟ, ଭରି ଉଠେ ଟୁବ ପୋଖରୀ ଗାଡ଼ିଆ, ଭରିଲା ଗାଧୁଆ ତୁଠ।
ଉନ୍ମତ୍ତ ନଦୀ ବକ୍ଷେ ତରଙ୍ଗମାଳା ଯେହ୍ନେ ଭାସମାନ ପୁଷ୍ପ ଗଜରାମାଳା କ୍ଷଣ ପ୍ରଭା ଉଙ୍କି ମାରେ ସାଇଁ ସାଇଁ ବା ବହେ ତୁହା ତୁହା ବୃକ୍ଷ ମତାନତ କରେ। କୁମୁଦିନୀ ମୃଦୁ ମୃଦୁ ହସେ ସାନନ୍ଦେ କାତରେ ପଙ୍କଜିନୀ କପାଳେ ନିନ୍ଦେ ଚେତିଲେ ଉଦ୍ଭିଦ ରାଜି ଗ୍ରୀଷମ ତାତିରେ ଘାଲେଇଥିଲେ କି ସତେ ନିଦ ଗଲା ଭାଜି। ଆନନ୍ଦେ ଜଳଜୀବ କରନ୍ତି ଖେଳା ଆନନ୍ଦେ ଜଳଜୀବ କରନ୍ତି ଖେଳା ପଶୁଏ ତରୁତଳେ ମେଳାକୁ ମେଳା ଲାଞ୍ଜ ପିଟି ବାରମ୍ବାର ବିହଙ୍ଗ କୂଳତ କ୍ଷୁଧା ବ୍ୟାକୁଳିତ ପର ଉଦା ସରସର। ରବି ଶଶାଙ୍କ ମୁଖ ଦର୍ଶନ ନାହିଁ ଛପି ଝିଙ୍କାରି ଡାକେ ଝିଁ ଝିଁ ହୁଡ଼ାରେ ଭେକ ବାପୁଡ଼ା ରାଉ ରାଉ କରି କି ଗୀତ ଗାଉଚି ପକାଇ କାନ ଅତଡ଼ା। ରଜ ଆସେ ନୂଆ ସାଜ ପସରା ଧରି ବନସ୍ତେ ଗଜରାଜ କରଇ ରଡ଼ି ଘରେ ଘରେ ପିଠାପଣା ଝିଅ ବୋହୂଙ୍କର ବେଶକୁ ଦେଖଲୋ ପରି ହୁଏ ବାଟବଣା। ରଜ ଦୋଳି ଝୁଲା ଚାଲେ ଘରେ ବାହାରେ ତାସ ପଶା ଜୁଆ ଖେଳ କେତେ ପ୍ରକାରେ 3 ଦିନ ଭାରି ମଜା 4 ଦିନେ ରଜ ବିଶ୍ରାନ୍ତି ସାରି ମା ବସୁମାତା ହୁଏ ପୂଜା। ମନ୍ଦେ ପାହୁଣ୍ଡ ପକାଏ ରଥ ଯାତରା 10 ଲକ୍ଷ ଲୋକ ବଡ଼ ଦାଣ୍ଡରେ ଭରା ମଧ୍ୟେ ଚାଲେ 3 ରଥ ଭକତଙ୍କ ନେତ୍ର ପବିତ୍ର ନିମନ୍ତେ ବିଜେ ପ୍ରଭୁ ଜଗନ୍ନାଥ। ଭକତଙ୍କ ନେତ୍ର ପବିତ୍ର ନିମନ୍ତେ ବିଜେ ପ୍ରଭୁ ଜଗନ୍ନାଥ। ଶ୍ରୋତାବନ୍ଧୁ ଆମେ କବିତାଟି ଶୁଣୁଥିଲେ ପ୍ରିୟମ୍ବଦା ସାହୁଙ୍କ କବିତା ପୁସ୍ତକ ଗୀତ ଚାଙ୍ଗୁଡିରୁ। ବର୍ତ୍ତମାନ ଆମେ ପ୍ରିୟମ୍ବଦା ସାହୁଙ୍କର ମୌଳିକ ଗଳ୍ପ ପୁସ୍ତକ ଆଇମା କାହାଣୀ ସେଥିରୁ ଗୋଟେ ବଢିଆ ଗପଟି ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। ଗଳ୍ପଟିର ଶୀର୍ଷକ ହେଉଛି ରାଜା ବିକ୍ରମାଦିତ୍ୟ। ଉଜ୍ଜୟିନୀର ସମ୍ରାଟ ବିକ୍ରମାଦିତ୍ୟ ଜଣେ ବିଶ୍ୱ ପ୍ରସିଦ୍ଧ ରାଜା ଥିଲେ ଯାହାଙ୍କର ନାମ ସହିତ ବେତାଳ ପଞ୍ଚବିଂଶତି ଓ 32 ସିଂହାସନ ନାମ ଜଡ଼ିତ। ବିକ୍ରମ ସମ୍ବତ ଅନୁସାରେ ତାଙ୍କର ଜନ୍ମ 2288 ବର୍ଷ ପୂର୍ବରୁ ହୋଇଥିଲା। ତାଙ୍କ ପିତାଙ୍କ ନାମ ମହେନ୍ଦ୍ରସେନ, ମାତାଙ୍କ ନାମ ମଦନ ରେଖା। ତାଙ୍କର ବଡ଼ ଭାଇ ଭର୍ତ୍ତୃହରି ଓ ଭଉଣୀ ମୟନାବନ୍ତୀ। ଏକ ଭଣଜାର ନାମ ଗୋପୀଚାନ୍ଦ। ବିକ୍ରମାଦିତ୍ୟଙ୍କର 5 ରାଣୀ ଥିଲେ। ତାଙ୍କର 2 ପୁତ୍ର ଓ 2 କନ୍ୟା। ପୁତ୍ରଙ୍କ ନାମ ବିକ୍ରମଚରିତ ଓ ବିନପାଳ। କନ୍ୟାଙ୍କ ନାମ ପ୍ରିୟଙ୍କା, ମଞ୍ଜରୀ ଓ ବସନ୍ତରା। ସେତେବେଳେ ଭାଇ ଭର୍ତ୍ତୃହରି ମାଲୁଆରେ ଆଉ ବିକ୍ରମାଦିତ୍ୟ ଉଜ୍ଜୟିନୀରେ ଶାସନ ଚଳାଇଥିଲେ। ବିକ୍ରମାଦିତ୍ୟ ଯେତେବେଳେ ରାଜଗାଦିରେ ବସିଲେ ସେ ତାଙ୍କ ନାମରେ ନୂତନ ଏକ ବର୍ଷ ପ୍ରଚଳନ କରିଥିଲେ। ନାମ ଥିଲା ବିକ୍ରମ ସମ୍ବତ। ରାଜା ବିକ୍ରମାଦିତ୍ୟ ଯେମିତି ପରାକ୍ରମୀ ବୀରପୁରୁଷ ଥିଲେ ସେମିତି ଜଣେ ଜ୍ଞାନୀ, ଉଦାର ଓ ନ୍ୟାୟପରାୟଣ ମଧ୍ୟ ଥିଲେ। ରାଜା ତାଙ୍କ ରାଜସଭାରେ ବିଦ୍ୱାନମାନଙ୍କୁ ସମ୍ମାନର ସହ ରଖୁଥିଲେ। ବିକ୍ରମାଦିତ୍ୟଙ୍କ ସମୟରେ ତାଙ୍କ ରାଜସଭାରେ ବିଦ୍ୱାନମାନେ ଅନ୍ୟ ଦେଶମାନଙ୍କୁ ଯାଇ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ। 9 ଜଣ ମହାବିଦ୍ୱାନ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥିଲେ। ତାଙ୍କୁ ନବରତ୍ନ କୁହାଯାଏ। ସେମାନଙ୍କ ନାମ ଯଥା ଧନ୍ୱନ୍ତରୀ, କ୍ଷପଣକ, ଅମର ସିଂ, ଶଙ୍କୁ, ବେତାଳ ଭଟ୍ଟ, ଘଟକର୍ପର, କାଳିଦାସ, ବରାହ ମିହିର ଓ ବରରୁଚି। ରାଜସଭାରେ ନବରତ୍ନ ପଣ୍ଡିତମାନଙ୍କୁ ରଖିବା ପ୍ରଥା ଏହି ମହାନ ସମ୍ରାଟଙ୍କ କାଳରୁ ଆରମ୍ଭ ହୋଇ ତୁର୍କୀ ବାଦଶାହ ଆକବରଙ୍କ ପର୍ଯ୍ୟନ୍ତ ରହିଥିଲା। ବିକ୍ରମାଦିତ୍ୟଙ୍କ ସମୟରେ ବିଦେଶୀ ଶକ୍ତି ଶକମାନଙ୍କର ପ୍ରାଦୁର୍ଭାବ ଭାରତ ଉପରେ ପଡ଼ିଥାଏ। ଭାଇ ଭର୍ତ୍ତୃହରି ଶକମାନଙ୍କର ବାରମ୍ବାର ଆକ୍ରମଣରେ ବ୍ୟସ୍ତ ହୋଇ ରାଜ୍ୟ ଛାଡ଼ି ବୈରାଗୀ ହୋଇଗଲେ। ତେଣୁ ବିକ୍ରମାଦିତ୍ୟ ମାଲୁଆର ଶାସନଭାର ମଧ୍ୟ ନିଜ ହାତକୁ ନେଲେ। ଆଉ ଶକମାନଙ୍କ ସହ ଯୁଦ୍ଧ କରି ତାଙ୍କୁ ନିଜ ଶାସିତ ଅଞ୍ଚଳରୁ ତଡ଼ିଦେଲେ। ତାପରେ ବିଦେଶୀ ଶକ୍ତିମାନଙ୍କୁ ଭାରତରୁ ହଟାଇବାର ଯୋଜନା କରି ସୈନ୍ୟ ଏକତ୍ର କରିବାରେ ଲାଗିଲେ। ସୈନ୍ୟବାହିନୀ ଗଠନ କରି ସେ ଯୁଦ୍ଧ ଅଭିଯାନରେ ବାହାରିଲେ। ମହାପରାକ୍ରମୀ ରାଜା ବିକ୍ରମାଦିତ୍ୟ ସେତେବେଳେ ଛୋଟ ବଡ଼ ବହୁ ବିଦେଶୀ ଶକ୍ତିମାନଙ୍କୁ ହଟାଇ ଦେଇ ଭାରତରେ ସୁଶାସନ ଚଳାଇଲେ। ଜଣାଯାଏ ତାଙ୍କ ଶାସିତ ରାଜ୍ୟ ମଧ୍ୟରେ ଭାରତର ଉପଦ୍ୱୀପ ସମେତ ଆରବ ଓ ମିଶର ଦେଶ ମଧ୍ୟ ଥିଲା। ଆରବୀ କବି
ଜର୍ହାନ୍ କିନ୍ତୋଇନ୍ ତାଙ୍କ ପୁସ୍ତକ ଶାୟର ଉଲ୍ ଅକୁଲ୍‌ରେ ବିକ୍ରମାଦିତ୍ୟଙ୍କ ଯଶଗାନ କରିଛନ୍ତି। ଭାରତୀୟ ବହୁ ଭାଷାରେ ବିକ୍ରମାଦିତ୍ୟଙ୍କ ବିଷୟରେ ଅନେକ ପ୍ରକାର କାହାଣୀ ଭାରତୀୟ ସାହିତ୍ୟରେ ଭରି ରହିଛି। କିମ୍ବଦନ୍ତୀ ଓ ଆଖ୍ୟାୟିକାମାନଙ୍କରୁ ଯାହା ଜଣାପଡ଼ୁଛି, ଦ୍ୱାପର ଯୁଗର ହସ୍ତିନା ନରେଶ, ଧର୍ମରାଜ, ଯୁଧିଷ୍ଠିରଙ୍କ ଅପେକ୍ଷା ଏହି କଳିଯୁଗର ଐତିହାସିକ ପରାକ୍ରମୀ ମହାରାଜ ବିକ୍ରମାଦିତ୍ୟ ଅଧିକ ଗରୀୟାନ ମନେ ହେଉଛନ୍ତି। କାରଣ ଯୁଧିଷ୍ଠିର, ଧର୍ମରାଜ ଓ ଚକ୍ରବର୍ତ୍ତୀ ରାଜା ହୋଇଥିଲେ ସତ, କିନ୍ତୁ 5 ଭାଇ ବୀର ଥିଲେ। ଭୀମ ଓ ଅର୍ଜୁନ ଯୁଧିଷ୍ଠିରଙ୍କର ବାହୁବଳ ଥିଲେ, ମାତ୍ର ରାଜା ବିକ୍ରମାଦିତ୍ୟ ନିଜ ବାହୁବଳରେ ଏକାଙ୍ଗ ଚକ୍ରବର୍ତ୍ତୀ ହୋଇପାରିଥିଲେ। ଛାଡ଼ନ୍ତୁ, ଏମିତି ତ ଭାରତ ଇତିହାସରେ କେତେ ରାଜା ଚକ୍ରବର୍ତ୍ତୀ ହୋଇପାରିଛନ୍ତି, କିନ୍ତୁ ଏକାଧାରରେ ବିକ୍ରମାଦିତ୍ୟ ଜଣେ ଜ୍ଞାନୀ, ବୀରତ୍ୱ, ଉଦାରତା, ନ୍ୟାୟଶୀଳତା, ପ୍ରଜାବତ୍ସଳତା ଆହୁରି ଅନେକ ଭଲ ଗୁଣର ଅଧିକାରୀ ଥିଲେ। ତେଣୁ ସେ ସବୁଠାରୁ ଅଧିକ ଜନପ୍ରିୟ ରାଜା ଭାବରେ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲେ। ତାଙ୍କ ସେନା ମଧ୍ୟ ବଡ଼ ଶକ୍ତିଶାଳୀ ଥିଲା। ରାଜା ବିକ୍ରମାଦିତ୍ୟ 32 ଲକ୍ଷଣଯୁକ୍ତ ବ୍ୟକ୍ତି ଥିଲେ। ସେଥିପାଇଁ ତାଙ୍କୁ 2 ଅଲୌକିକ ଚିଜ ମଧ୍ୟ ପ୍ରାପ୍ତ ହୋଇଥିଲା। ତାହା ହେଲା 2ଟି ବେତାଳ ଓ ଗୋଟିଏ ହେଉଛି 32 ସିଂହାସନ। ରାଜା ନିଜେ ବେତାଳ ସାଧନା କରିନଥିଲେ। ଦିନେ ବିକ୍ରମାଦିତ୍ୟ ନିଜ ରାଜସଭାରେ ରାଜକାର୍ଯ୍ୟରେ ବସିଥାନ୍ତି, ଏତିକିବେଳେ ଜଣେ ସନ୍ନ୍ୟାସୀ ଆସିଲେ। ରାଜା ତାଙ୍କୁ ଆସିବାର କାରଣ ପଚାରିଥିଲେ। ସନ୍ନ୍ୟାସୀ କିଛି ନ କହି ରାଜାଙ୍କ ହାତକୁ ଏକ ପାଚିଲା ଫଳ ଦେଇ ଚାଲିଗଲେ। ରାଜା କିଛି ବୁଝି ନ ପାରି ଫଳଟିକୁ ରଖିଦେବା ପାଇଁ ତାଙ୍କର କର୍ମଚାରୀକୁ ଦେଲେ। ଏହିପରି କିଛିଦିନ ଯାଏ ସନ୍ନ୍ୟାସୀ ଆସନ୍ତି, ରାଜାଙ୍କ ହାତକୁ ପକ୍ୱ ଫଳଟିଏ ଦେଇ ନୀରବରେ ଚାଲିଯାଆନ୍ତି। ଦିନେ ରାଜାଙ୍କ ହାତକୁ ଦେବା ବେଳକୁ ଫଳଟି ତଳେ ପଡ଼ି ଫାଟିଗଲା। ତା ଭିତରୁ ଏକ ରତ୍ନ ପଥର ବାହାରି ପଡ଼ିଲା। ପଥରଟିକୁ ସଙ୍ଗେ ସଙ୍ଗେ ପରୀକ୍ଷା କରାଗଲା। ଜଣାଗଲା ତାହା ଏକ ବହୁମୂଲ୍ୟବାନ ରତ୍ନପଥର। ସେ ପର୍ଯ୍ୟନ୍ତ ସନ୍ନ୍ୟାସୀଙ୍କୁ ଅଟକ ରଖାଯାଇଥିଲା। ରାଜା ଅନ୍ୟ ଫଳ ସବୁ ଅଣାଇ କଟାଇଲେ। ସବୁ ଫଳ ଭିତରୁ ଗୋଟିଏ ଲେଖାଏଁ ରତ୍ନ ବାହାରିଲା। ରାଜା ସନ୍ନ୍ୟାସୀଙ୍କୁ ଏହାର ଉଦ୍ଦେଶ୍ୟ ପଚାରନ୍ତେ ସନ୍ନ୍ୟାସୀ କହିଲେ, ମୁଁ ଏଠାରେ କହିପାରିବି ନାହିଁ, ତୁମକୁ ଏକାନ୍ତରେ କହିବି। ସଭା ଭଙ୍ଗ ହେବା ପରେ ରାଜା ଗୋଟିଏ ଏକାନ୍ତ ଘରକୁ ସନ୍ନ୍ୟାସୀଙ୍କୁ ଡକାଇଲେ। ସନ୍ନ୍ୟାସୀ କହିଲେ, ରାଜନ୍, ମୁଁ ତୁମଠାରୁ ଏକ ସାହାଯ୍ୟ ଚାହୁଁଛି। ରାଜା ତ କାହାକୁ ସାହାଯ୍ୟ କରିବାକୁ ମନା କରନ୍ତି ନାହିଁ। ରାଜା କହିଲେ, ଠିକ୍ ଅଛି, କାମ କ'ଣ କୁହନ୍ତୁ। ଆସନ୍ତା ଅମାବାସ୍ୟା ରାତିରେ ତୁମେ ଶ୍ମଶାନ ପାଖକୁ ଆସ, ସେଇଠି କହିବି। ସନ୍ନ୍ୟାସୀ କହିଲେ, ହେଉ, ମୁଁ ଯିବି। ରାଜା ବଚନ ଦେଲେ। ସନ୍ନ୍ୟାସୀ ଚାଲିଗଲେ। ଅମାବାସ୍ୟା ଦିନ ରାତିରେ ରାଜା ଯାଇ ଶ୍ମଶାନ ପାଖରେ ପହଞ୍ଚିଗଲେ। ଶ୍ମଶାନ ଭିତରୁ ସନ୍ନ୍ୟାସୀ ବାହାରି ଆସି ରାଜାଙ୍କୁ କହିଲେ, ଏଇ ବଣ ଭିତରେ ଆଗକୁ ଯାଅ। କିଛି ଦୂର ଗଲେ ଏକ ବିରାଟ ଝଙ୍କାଳିଆ ଗଛ ଅଛି। ତା ଡାଳରେ ଶବଟିଏ ଝୁଲୁଛି। ତାକୁ ଏଠାକୁ ମୋ ପାଖକୁ ନେଇ ଆସ। କିନ୍ତୁ ମନେ ରଖ, ବାଟରେ ଆଦୌ କଥା କହିବ ନାହିଁ। ଏହା ଶୁଣି ରାଜା ଆଗକୁ ଚାଲିଲେ। ତାଙ୍କ ହାତରେ କେବଳ ଖଣ୍ଡାଟିଏ ଥାଏ। ଅମାବାସ୍ୟାର ରାତି, ସଁ ସଁ ନିଶା ଗରଜୁଥାଏ। ନିରନ୍ଧ୍ର ଅନ୍ଧକାର ଯେ ପାଖର ବସ୍ତୁ ମଧ୍ୟ ଦେଖାଯାଉନଥାଏ। ବୁଦାମୂଳେ ବିଲୁଆ, ହେଟା ବାଘ, ଶ୍ୱାନ ସ୍ୱାପଦଙ୍କ ରଡ଼ି, ଅଶରୀରୀ ମାନଙ୍କର କିଳିକିଳା ନାଦରେ ମଶାଣି ଭୂଇଁ କମ୍ପମାନ ହେଉଥାଏ। ପଥ ଉଣ୍ଡାଳି ରାଜା ଆଗେଇ ଯାଉଥିଲେ। ରାଜା ପହଞ୍ଚିଲେ ଏକ ବିରାଟ ଗଛ ପାଖରେ। ହାତ ବୁଲାଇ ଉଣ୍ଡାଳି ଉଣ୍ଡାଳି ପାଇଲେ ଶବଟିଏ ଦଉଡ଼ିରେ ବନ୍ଧା ହୋଇ ତଳକୁ ମୁଣ୍ଡ କରି ଝୁଲି ରହିଛି। ତତ୍କ୍ଷଣାତ୍ ରାଜା ଖଣ୍ଡାରେ ଦଉଡ଼ି କାଟି ଶବଟିକୁ ନିଜ କାନ୍ଧରେ ପକାଇଦେଲେ। ପୁଣି ସେହିପରି ଅନ୍ଧାରରେ ପଥ ଉଣ୍ଡାଳି ଫେରିଲେ। ସେତେବେଳକୁ ଶବ ଦେହରେ ଏକ ବେତାଳ ପ୍ରବେଶ କରି ସାରିଥାଏ। ତେଣୁ ଶବସ୍ଥିତ ବେତାଳ କହିଲା, ରାଜନ୍, ମୁଁ ତୁମକୁ ଏକ କାହାଣୀ କହିବି। କଥା ଶୁଣି ଶୁଣି ଚାଲିଲେ ଶ୍ରମଭାର ଲାଘବ ଲାଗିବ। କାହାଣୀ ଶୁଣିବା ପରେ ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବି। ତୁମେ ଜାଣିକରି ଯେବେ ଉତ୍ତର ନ ଦେବ, ତେବେ ତୁମର ଶିର ହେବ ସ୍କନ୍ଧଚ୍ୟୁତ। ବେତାଳ କାହାଣୀଟିଏ କହିଲା। କହିସାରି ଉତ୍ତର ପଚାରିଲା। ରାଜା ଉତ୍ତର ଜାଣିଥିବାରୁ କହିବାକୁ ବାଧ୍ୟ ହେଲେ। ବେତାଳ କହିଲା, ଠିକ୍ ଉତ୍ତର ପାଇଲି, ମୁଁ ମଧ୍ୟ ଚାଲିଲି। ଶବଟି ପୁନର୍ବାର ରାଜାଙ୍କ କାନ୍ଧରୁ ଯାଇ ସେଇ ଗଛରେ ଝୁଲି ପଡ଼ିଲା। ରାଜା ପୁଣି ଖଣ୍ଡାରେ ରସିଟିକୁ କାଟି ଶବକୁ କାନ୍ଧରେ ପକାଇ ଅନ୍ଧାର ମଧ୍ୟରେ ଅଗ୍ରସର ହେଲେ। ବେତାଳ ପୁନଶ୍ଚ କାହାଣୀ ଶୁଣାଇ ଉତ୍ତର ମାଗେ। ରାଜା ଉତ୍ତର ଦେଇଦେବାରୁ କହେ, ଠିକ୍ ଉତ୍ତର ପାଇଲି, ମୁଁ ଚାଲିଲି। ଏହିପରି 24 ଥର ହୋଇଗଲା। ସେତେବେଳକୁ ରାତ୍ରି ତୃତୀୟ ପ୍ରହର ହେଲାଣି। ରାଜାଙ୍କର ସତ୍ୟବାଦିତା, ଧୈର୍ଯ୍ୟଶୀଳତା, ସାହସିକତା ଓ ନ୍ୟାୟଶୀଳତା ଦେଖି ବେତାଳ ପ୍ରଭାବିତ ହେଲା। ରାଜାଙ୍କ ଉପରେ ତାର ସମ୍ମାନ ଆସିଲା।
ଏପରି ଜଣେ ବ୍ୟକ୍ତିଙ୍କୁ ତାର ସାହାଯ୍ୟ କରିବାକୁ ଇଚ୍ଛା ଜାଗ୍ରତ ହେଲା। 25 ଥର କାହାଣୀର ଉତ୍ତର ପାଇସାରିବା ପରେ ବେତାଳ କହିଲା, ରାଜନ୍, ତୁମେ କାହିଁକି ଏପରି ଦୁଃସାହସିକ କାର୍ଯ୍ୟ କରୁଛ? ଏହାର କାରଣ କଣ? ରାଜା କହିଲେ, କାରଣ ମୋତେ ଜଣା ନାହିଁ, କିଛି ପଚାର ନାହିଁ। ଜଣେ ସନ୍ନ୍ୟାସୀ ମୋର ସାହାଯ୍ୟ ଚାହିଁଲେ, ଆଜି ଶବଟିକୁ ତାଙ୍କ ପାଖରେ ପହଞ୍ଚାଇ ଦେବା ପାଇଁ କହିଛନ୍ତି। ବାସ୍, ଏତିକିରେ ମୋର କର୍ତ୍ତବ୍ୟ ଶେଷ। ମୁଁ ମୋ କର୍ତ୍ତବ୍ୟ ପୂରଣ କରିଦେଇ ଚାଲିଯିବି। ରାଜା କହିଲେ, ରାଜନ୍, ସନ୍ନ୍ୟାସୀଙ୍କର ଏହି ଶବ ବାହକ କାର୍ଯ୍ୟ ପାଇଁ ସାହାଯ୍ୟ ଦରକାର ଥିଲେ ତୁମେ ତ ତାଙ୍କୁ 10 ଜଣ ଲୋକ ଦେଇ ପାରିଥାନ୍ତ। ସେ ଏକମାତ୍ର ତୁମକୁ କାହିଁକି ବାଛିଲେ? ତୁମେ ଅନେକ ଗୁଡ଼ିଏ ସଦ୍ଗୁଣର ଅଧୀଶ୍ୱର, ଏକ ମହାନ ବ୍ୟକ୍ତି। ତୁମ ଉପରେ ମୋର ଶ୍ରଦ୍ଧା ଆସିଯାଇଛି, ତେଣୁ ତୁମକୁ ଜଣାଇଦେବା ମୋର ଉଚିତ ହେବ। ଶୁଣ, ସେଇ ସନ୍ନ୍ୟାସୀ ତୁମର ଏକ ବଡ଼ ଶତ୍ରୁ। ସେ ତନ୍ତ୍ର ସାଧନା କରୁଛି। ତୁମଠାରେ 32 ଲକ୍ଷଣ ଅଛି। ତାପରେ ପୁଣି ତୁମେ ଜଣେ ଯଶୋବନ୍ତ ରାଜା। ସେଇ ଲୋକ ଆଜି ଅମାବାସ୍ୟା ରାତିରେ ଶ୍ମଶାନରେ ପୂଜା କରୁଛି। ପୂଜା ପରେ ତୁମେ ପହଞ୍ଚିଲେ ତୁମକୁ ବଳି ପକାଇ ଦେବୀଙ୍କୁ ପ୍ରସନ୍ନ କରିବ, ଆଉ ତାପରେ ତୁମ ସିଂହାସନରେ ବସି ଅଖଣ୍ଡ କ୍ଷମତା ଭୋଗ କରିବାର ଲାଳସା ରଖିଛି। ବେତାଳ ଜଣାଇଦେଲା। ତେବେ ମୁଁ ବର୍ତ୍ତମାନ କଣ କରିବି? ମତେ କିଛି ଉପାୟ ବତାଇ ଦିଅ, ରାଜା କହିଲେ। ବେତାଳ କହିଲା, ରାଜନ୍, ତୁମେ ମହାବୁଦ୍ଧିମାନ, ମୁଁ କଣ ବତାଇବି? ତୁମ ସ୍ଥାନରେ ଯେବେ ତାକୁ ବଳି ଦେଇ ପାରିବ, ତେବେ ଦେବୀ ମାତା ତୁମ ଉପରେ ପ୍ରସନ୍ନ ହୋଇଯିବେ। ଏତିକି କହି ରାଜା ଶୀଘ୍ର ଯାଇ ଶ୍ମଶାନରେ ସନ୍ନ୍ୟାସୀ ପାଖରେ ପହଞ୍ଚିଲେ। ଏତିକି କହି ଶବ ମଧ୍ୟରୁ ବେତାଳ ବାହାରି ଚାଲିଗଲା। ଏବେ ଶବଟା ପୂର୍ବାପେକ୍ଷା ହାଲୁକା ଲାଗିଲା। ରାଜା ଶୀଘ୍ର ଯାଇ ଶ୍ମଶାନରେ ସନ୍ନ୍ୟାସୀ ପାଖରେ ପହଞ୍ଚିଲେ। ଶବଟିକୁ ସେଠାରେ ଶୁଆଇ ଦେଲେ। ସେତେବେଳକୁ ପୂଜା ସରି ଆସିଥାଏ। ସମ୍ପୂର୍ଣ୍ଣ ପୂଜା ସାରି ସନ୍ନ୍ୟାସୀ ରାଜାଙ୍କୁ କହିଲେ, ରାଜା, ଏଥର ଦେବୀଙ୍କୁ ଅଷ୍ଟାଙ୍ଗ ପ୍ରଣାମ କର। ରାଜା କହିଲେ, ବାବା, ମୁଁ ତ ରାଜା, କେବେ କାହାକୁ ଅଷ୍ଟାଙ୍ଗ ପ୍ରଣାମ କରିନାହିଁ। ତୁମେ ବତାଇ ଦେଲେ ମୁଁ ସେହିପରି କରିଦେବି। ସନ୍ନ୍ୟାସୀ ଭାବିଲେ, ଠିକ କଥା, ରାଜା ବା କିପରି ଜାଣିବେ ଅଷ୍ଟାଙ୍ଗ ପ୍ରଣାମ କଣ ବୋଲି। ତାପରେ ସନ୍ନ୍ୟାସୀ ଦେବୀଙ୍କ ସମ୍ମୁଖରେ ହାତ ଯୋଡ଼ିକରି ଲମ୍ବ ହୋଇ ଭୂମି ଉପରେ ମୁହଁ ମାଡ଼ି ଶୋଇଗଲେ। ରାଜା ତତ୍କ୍ଷଣାତ୍ ସେଠାରେ ରଖାଯାଇଥିବା କଟୁରୀ ଉଠାଇ ନେଲେ। ସନ୍ନ୍ୟାସୀଙ୍କ ବେକରୁ ମୁଣ୍ଡକୁ ଅଲଗା କରିଦେଲେ। ପ୍ରସନ୍ନ ହୋଇ ଦେବୀ ମାତା ସଙ୍ଗେ ସଙ୍ଗେ ରାଜାଙ୍କୁ ଦର୍ଶନ ଦେଲେ ଓ କହିଲେ, ବତ୍ସ, ତୋର କଣ ଦରକାର କହ। ରାଜା କହିଲେ, ମୋର କିଛି ଦରକାର ନାହିଁ ମା। ତୁମେ ମୋତେ ବଞ୍ଚାଇଛ। ଆଜିଠାରୁ ଏ ପ୍ରାଣ, ଏହି ମୁଲକ ସବୁ ତୁମର। ତୁମେ ମୋର ଦେଶକୁ ରକ୍ଷା କରି ପ୍ରଜାମାନଙ୍କୁ ସୁଖୀ ରଖ। ରାଜାଙ୍କର ଏହି ଉଦାରତା ଓ ପ୍ରଜାବତ୍ସଳତା ଦେଖି ଦେବୀ ଖୁବ୍ ଖୁସି ହେଲେ। କହିଲେ, ତୁ ମୋର ପୁତ୍ର ହେଲୁ। ମୁଁ ତୋତେ 2ଟା ବେତାଳ ଦେଉଛି, ଯାହା ସେମାନଙ୍କ ଦ୍ୱାରା ତୁ ଅସାଧ୍ୟକୁ ସାଧନ କରିପାରିବୁ। ସେଇ ଦିନଠାରୁ ରାଜା ବିକ୍ରମାଦିତ୍ୟ ଦେବୀ କାଳୀଙ୍କର ଜଣେ ପ୍ରଧାନ ଭକ୍ତ, ତାଙ୍କର ପୁତ୍ର ହୋଇଗଲେ। ଦିନେ ଦିନେ ରାଜା ଅର୍ଦ୍ଧରାତିରେ କାଳୀ ମନ୍ଦିରକୁ ଯାଆନ୍ତି। କାଳୀ ମଧ୍ୟ ରାଜାଙ୍କୁ ଦର୍ଶନ ଦିଅନ୍ତି। ଦୁହେଁ ମା ଓ ପୁଅ ପରି କଥାବାର୍ତ୍ତା ହୋଇଥାନ୍ତି। ଏକଦା ଶିବ ଏକ ସିଂହାସନ ସୃଷ୍ଟି କଲେ। ସିଂହାସନଟିକୁ ଦେଖି ସ୍ଥିର କଲେ ଯେ ଏହା ଉପରେ ଯିଏ ବସିବ ସେ ସମ୍ପୂର୍ଣ୍ଣ ଉଚିତ ନ୍ୟାୟ ପ୍ରଦାନ କରିପାରିବ। ଶିବ ତାଙ୍କ ତପସ୍ୟା ବଳରେ ସେହିପରି ଶକ୍ତି ସିଂହାସନ ଦେହରେ ସଞ୍ଚାର କରିଦେଲେ। ସେହି ସମୟରେ ମାତା ପାର୍ବତୀଙ୍କର 32 ଜଣ ସେବିକା ତ୍ରୁଟିବଶତଃ ଅଭିଶପ୍ତ ହୋଇ ନିର୍ଜୀବ ପୁତ୍ତଳିକା ହୋଇଗଲେ। ସେମାନେ ମାତା ପାର୍ବତୀଙ୍କୁ ପ୍ରାର୍ଥନା କଲେ ଯେ, ଆମେ କିପରି ଶାପମୁକ୍ତ ହେବୁ ମା, ଦୟାକରି ଆମକୁ କୁହନ୍ତୁ। ମାତାଙ୍କ ମନରେ ଦୟା ଆସିଲା। ସେ କହିଲେ, ତେବେ ତୁମେ 32 ପିତୁଳି ଏହି ସିଂହାସନରେ ରହିଯାଅ। ଯିଏ ସିଂହାସନରେ ବସି ନ୍ୟାୟ ବିଚାର କରିବ, ସେ ସବୁ ତୁମେ ପ୍ରତ୍ୟକ୍ଷରେ ଦେଖିପାରିବ। ଯେଉଁଦିନ ସେହି ନ୍ୟାୟାଧୀଶଙ୍କର କାହାଣୀ କାହା ଆଗରେ ବର୍ଣ୍ଣନା କରିବ, ସେଥିରେ ସଂସାରର ମଙ୍ଗଳ ହେବ। ତେବେ ତୁମେ ମୁକ୍ତି ପାଇ ଚାଲି ଆସିବ। ଏହା ଶୁଣି 32ଟି ପିତୁଳି ଯାଇ ସିଂହାସନର 32ଟି ପାହାଚରେ ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀ କରି ଖଞ୍ଜି ହୋଇଗଲେ। ତେଣୁ ତାହାର ନାମ ହେଲା 32 ସିଂହାସନ। ତାପରେ ଶିବ ଭାବିଲେ, ମୋର ସିଂହାସନ କଣ ହେବ? ଦେବରାଜ ଇନ୍ଦ୍ର ନ୍ୟାୟ ବିଚାର କଲେ ଦେବଗଣଙ୍କର ଉପକାର ହେବ। ତେଣୁ ଶିବ ଇନ୍ଦ୍ରଦେବଙ୍କୁ 32 ସିଂହାସନଟି ଦେଇଦେଲେ। ଇନ୍ଦ୍ର ସେହି ସିଂହାସନ ଦେହରେ ମଣି, ମୁକ୍ତା ଓ ରତ୍ନ ଇତ୍ୟାଦି ଖଚିତ କରାଇଲେ। ସିଂହାସନଟି ଆହୁରି ସୌନ୍ଦର୍ଯ୍ୟ ବଢିଗଲା। କିନ୍ତୁ ଇନ୍ଦ୍ର ସେଥିରେ ବସିଲେ ନାହିଁ, ତାକୁ ସାଇତି ରଖିଲେ। ବିକ୍ରମାଦିତ୍ୟ ଯେତେବେଳେ ରାଜା ହେଲେ, ତାଙ୍କର ଆଉ ଯଶ, କୀର୍ତ୍ତି ଓ ସଦ୍ଗୁଣରେ ଖ୍ୟାତି ସ୍ୱର୍ଗରାଜ୍ୟ ପର୍ଯ୍ୟନ୍ତ ବ୍ୟାପିଗଲା। ଇନ୍ଦ୍ରଦେବ ଏଥିରେ ସନ୍ତୁଷ୍ଟ ହୋଇ ମାନବ ଉପକାର ପାଇଁ 32 ସିଂହାସନଟିକୁ ବିକ୍ରମାଦିତ୍ୟଙ୍କୁ ଉପହାର ଦେଇଦେଲେ। ବିକ୍ରମାଦିତ୍ୟ 100 ବର୍ଷ ରାଜ୍ୟ ଶାସନ କରିଥିଲେ। ତାଙ୍କର ଏତାଦୃଶ ପ୍ରସିଦ୍ଧି ଯୋଗୁଁ ତାଙ୍କର ନାମ ସମାଜରେ ଭେଦି ଯାଇଥିଲା। ସେଥିପାଇଁ କେତେକ ରାଜା ନିଜ ନାମ ସହିତ ବିକ୍ରମାଦିତ୍ୟଙ୍କ ନାମ ଯୋଡ଼ିଥିଲେ।
ଆଉ କେତେକ ରାଜାଙ୍କର ଉତ୍ତମ ଶାସନ ପାଇଁ ତାଙ୍କୁ ବିକ୍ରମାଦିତ୍ୟ ଉପାଧି ମଧ୍ୟ ଦିଆଯାଇଥିଲା। ସେଥିପାଇଁ ବେଳେବେଳେ ଏହି ନାମ ଭ୍ରମ ସୃଷ୍ଟି କରାଇଥାଏ। ବିକ୍ରମାଦିତ୍ୟଙ୍କ ମୃତ୍ୟୁ ପରେ ସେହି ସିଂହାସନରେ ବସିବା ପାଇଁ କେହି ଯୋଗ୍ୟ ନଥିବାର ଦେଖି ରାଜାଙ୍କ ମନ୍ତ୍ରୀ ପାରିଷଦ ବର୍ଗ ସେହି 32 ସିଂହାସନଟିକୁ ମାଟିରେ ପୋତି ପକାଇଲେ। ଏହିପରି କେତେ କାଳ ବିତିଗଲା। ଯେତେବେଳେ ଭୋଜରାଜ ଉଜ୍ଜୟିନୀର ରାଜା ହେଲେ, ସେତେବେଳକୁ ବିକ୍ରମାଦିତ୍ୟଙ୍କ ସିଂହାସନର ପାଖାପାଖି ସ୍ଥାନ ବହୁ ଅଞ୍ଚଳ ପୋତି ହୋଇ ଗୋଚର ଭୂମିରେ ପରିଣତ ହୋଇଯାଇଥାଏ। ଉଜ୍ଜୟିନୀ ଗ୍ରାମମାନଙ୍କର ଗୋପାଳମାନେ ସେଠାକୁ ଗାଈ ଚରାଇବା ପାଇଁ ନେଇଯାଆନ୍ତି। କେତେକ ଗୋପାଳ ପିଲା ଗାଈମାନଙ୍କୁ ଘାସ ଚରିବାକୁ ଛାଡ଼ି ଏକତ୍ର ହୋଇ ଖେଳନ୍ତି। ସେମାନଙ୍କ ମଧ୍ୟରେ ଛୋଟ ଛୋଟ ଝଗଡ଼ା ମଧ୍ୟ ହୁଏ। ଦିନେ ଏକ ଗୋପାଳ ବାଳକ ଗାଈ ଛାଡ଼ି ସାରି ଏକ ଢିପ ଉପରକୁ ଚଢ଼ିଗଲା। ଉପରେ ଯାଇ ବସିଲା। ତାପରେ ବଡ଼ ପାଟି କରି ଅନ୍ୟମାନଙ୍କୁ ସମ୍ବୋଧନ କରି କହିଲା, ଦେଖ ଭାଇମାନେ, ନିଜ ନିଜ ମଧ୍ୟରେ ଝଗଡ଼ାଝାଟି କର ନାହିଁ। ଯଦି ଝଗଡ଼ା ହେବ, ମୋ ପାଖକୁ ଆସିଲେ ମୁଁ ତାର ନ୍ୟାୟୋଚିତ ସମାଧାନ କରିଦେବି। ସେତେବେଳେ ତାର କଥା କହିବାର ସ୍ୱର ଓ ଶବ୍ଦ ମଧ୍ୟ ବଦଳି ଯାଇଥାଏ। ଏପରି ଶୁଣି ଗୋପାଳ ପିଲାମାନେ ଭାବିଲେ ସେ ଢିପ ଉପରେ ବସି ନାଟକ କରୁଛି। ପିଲାଙ୍କୁ ବି ମଜା ଲାଗିଲା। କୁହାକୁହି ହେଲେ, ଚାଲ ଆମେ ମଧ୍ୟ ମିଛିମିଛିକା ଝଗଡ଼ା କରି ତା ପାଖକୁ ସମାଧାନ ପାଇଁ ଯିବା, ଦେଖିବା ସେ କଣ କରୁଛି। ତାପରେ 2-3 ଜଣ ଲେଖାଏଁ ଅଲଗା ଅଲଗା ଝଗଡ଼ା ଆରମ୍ଭ କଲେ। ମିଛ ଝଗଡ଼ାରୁ ଧୀରେ ଧୀରେ ସତ ଝଗଡ଼ାରେ ପରିଣତ ହୋଇଗଲା। ପିଲାମାନେ ସେହି ଢିପ ଉପରକୁ ଚଢ଼ି ଯାଇ ସାଙ୍ଗଟି ପାଖରେ ପହଞ୍ଚିଲେ। ସାଙ୍ଗ ପିଲାଟି ସହଜ ଓ ସୁନ୍ଦର ଭାବରେ ସମାଧାନ କରିଦେଲା। ଘର ବାହୁଡ଼ା ବେଳ ହେବାରୁ ସମସ୍ତେ ନିଜ ନିଜ ଗାଈ ଗୋରୁ ଅଡ଼େଇ ନେଇ ଘରକୁ ଫେରି ଆସିଲେ। ଏ କଥା ଗୋପାଳ ପିଲା ଗାଁରେ କହିଲେ। ବେଳେ ବେଳେ ଲୋକମାନେ ଆସି ଗୋପାଳ ପିଲାଙ୍କ ଠାରୁ ଝଗଡ଼ାର ସମାଧାନ ପାଇ ସନ୍ତୋଷ ମନରେ ଘରକୁ ଫେରନ୍ତି। ଥରେ ସମାଧାନ କରି ଛାଡ଼ିଦେଲେ। ଥରେ ଦଳେ ଲୋକ କେଉଁ ସ୍ଥାନରୁ ଝଗଡ଼ାର ଗୁହାରି ନେଇ ରାଜାଙ୍କ ପାଖରେ ପହଞ୍ଚିଲେ। ରାଜା ସମାଧାନ କରି ଛାଡ଼ିଦେଲେ, କିନ୍ତୁ ସେ ଲୋକମାନଙ୍କ ମନ ମାନୁନଥାଏ। ସେମାନେ ଯିବା ବାଟରେ ସେଇ ବିଷୟରେ କୁହାକୁହି ହେଇ ଯାଉଥାନ୍ତି। ଏ କଥା ଶୁଣି ଅନ୍ୟ ଜଣେ ଲୋକ ତାଙ୍କୁ କହିଲା, ଭାଇମାନେ, ତୁମର ଯଦି ମନ ମାନୁନାହିଁ, ତେବେ ତୁମେମାନେ ସେହି ଗୋପାଳ ପିଲା ପାଖକୁ ଯାଅ, ସେ ଭଲ ନ୍ୟାୟ କରିପାରୁଛି। ଲୋକଟି ସେହି ଲୋକ ଦଳଙ୍କୁ ଗୋପାଳ ପିଲା ପାଖକୁ ନେଇଗଲା। ପିଲାଟି ସେମାନଙ୍କୁ ନେଇ ଢିପ ଉପରେ ଯାଇ ବସିଲା ଆଉ ନ୍ୟାୟ ବିଚାର କରିଦେଲା। ଲୋକମାନେ ସନ୍ତୁଷ୍ଟ ହୋଇ ନିଜ ଗ୍ରାମକୁ ଫେରି ଆସିଲେ। ଏହି ସବୁ କଥା ଧୀରେ ଧୀରେ ରାଜାଙ୍କ କାନରେ ପଡ଼ିଲା। ରାଜା ସେ ଗୋପାଳ ପିଲାଟାକୁ ଡକାଇ ପଚରାପଚରି କଲେ। ପିଲା ଜଣାଇଲା ଯେ ସେଇ ମାଟିର ଢିପ ଉପରେ ଯାଇ ବସିଲେ ତା ମୁଣ୍ଡକୁ ବିଚାର କରିବାର ବୁଦ୍ଧି ଆସିଯାଉଛି, ନଚେତ୍ ଅନ୍ୟ ସ୍ଥାନରେ ସେ ଏକ ସାଧାରଣ ବାଳକ। ତେଣୁ ରାଜା ଭାବିଲେ ଯେ ସେଇ ଢିପ ତଳେ ଏପରି କିଛି ବସ୍ତୁ ଥାଇପାରେ ଯାହା ସେଇ ବାଳକ ମନରେ ନ୍ୟାୟ କରିବାର ପ୍ରେରଣା ଦେଉଛି। ତାପରେ ରାଜା ଲୋକ ଲଗାଇ ସେଇ ଢିପଟିକୁ ଖୋଳାଇଲେ। ତନ୍ମଧ୍ୟରୁ ସିଂହାସନଟିଏ ବାହାରିଲା। ଜଣାଗଲା ତାହା ସେ ପର୍ଯ୍ୟନ୍ତ ଲୋକମୁଖରେ କଥିତ ଥିବା ବିକ୍ରମାଦିତ୍ୟଙ୍କ 32 ସିଂହାସନ। ରାଜା ଭୋଜ ସେଇ ସିଂହାସନଟିକୁ ସଫାସୁତୁରା କରାଇଲେ। ଦେଖିଲେ ମଣି ମାଣିକ୍ୟ ଓ ବହୁମୂଲ୍ୟ ରତ୍ନ ଜଡ଼ିତ ସିଂହାସନଟି ସୌନ୍ଦର୍ଯ୍ୟରେ ଝଲସି ଉଠୁଛି। ଖୁସି ହୋଇ ରାଜା କହିଲେ, ପୂଜା କରିସାରି ଏହି ସିଂହାସନ ଉପରେ ଶୁଭ ମୁହୂର୍ତ୍ତ ଦେଖି ମୁଁ ବସିବି। 3 ଦିନ ପୂଜା ହେଲା। ଶୁଭ ମୁହୂର୍ତ୍ତ ଦେଖି ରାଜା ସିଂହାସନର ପ୍ରଥମ ପାହାଚରେ ପାଦ ରଖିବାକୁ ଉଦ୍ୟତ ହେଉଛନ୍ତି, ସେତିକିବେଳେ କେହି ହସି ଉଠି କହିଲା, ରହିଯାଅ ରାଜା, ଏ ସିଂହାସନ ଉପରେ ରାଜା ବିକ୍ରମାଦିତ୍ୟ ବସୁଥିଲେ। ମୁଁ ତାଙ୍କ ବିଷୟରେ ତୁମକୁ ଏକ କାହାଣୀ କହିବି। ତୁମେ ଯେବେ ନିଜକୁ ସେହିପରି ଯୋଗ୍ୟ ମନେ କରିବ, ତେବେ ଏହା ଉପରେ ବସିପାର। ରାଜା ଆଶ୍ଚର୍ଯ୍ୟ ହୋଇ ଚତୁର୍ଦିଗକୁ ଚାହିଁଲେ। ଦେଖିଲେ ପ୍ରଥମ ପାହାଚରେ ଥିବା ପିତୁଳା ଏପରି କହୁଛି। ରାଜା ପାଦ ହଟାଇ ନେଇ ସ୍ତମ୍ଭିତ ହୋଇଗଲେ। ପିତୁଳା ଏକ କାହାଣୀ କହିଲା। ଶୁଣିସାରି ରାଜା ନୀରବରେ ନିଜ ଉଆସକୁ ଚାଲିଗଲେ। ସଙ୍ଗେ ସଙ୍ଗେ ସେହି ପିତୁଳାଟି ଅଦୃଶ୍ୟ ହୋଇଗଲା। ଆଉ ଦିନେ ପୁଣି ରାଜା ଶୁଭ ମୁହୂର୍ତ୍ତ ସ୍ଥିର କରି ଆସି ସିଂହାସନର ଦ୍ୱିତୀୟ ପାହାଚରେ ପାଦ ଦେଲା ବେଳକୁ ଦ୍ୱିତୀୟ ପିତୁଳାଟି ଅଟକାଇଲା। ରହିଯାଅ ରାଜା, ସେ ଏକ କାହାଣୀ କହିଲା। ରାଜା ଫେରିଯିବାରୁ ପିତୁଳା ଅଦୃଶ୍ୟ ହୋଇଗଲା। ଏହିପରି ସିଂହାସନର 32ଟି ପିତୁଳା ଏକ ଏକ କାହାଣୀ ମାଧ୍ୟମରେ ବିକ୍ରମାଦିତ୍ୟଙ୍କ କୀର୍ତ୍ତି ବର୍ଣ୍ଣନା କରି ଅଦୃଶ୍ୟ ହୋଇଗଲେ। 32 ପିତୁଳା ଅଦୃଶ୍ୟ ହେବା ପରେ ସିଂହାସନଟି ଶ୍ରୀହୀନ ହୋଇଗଲା। ଭୋଜ ରାଜା ମଧ୍ୟ ସେହି ସିଂହାସନରେ ବସିବାର ଉତ୍ସାହ ହରାଇ ସାରିଥିଲେ। ତେଣୁ ପୁଣି ସେହି ସିଂହାସନକୁ ମାଟି ଭିତରେ ପୋତି ଦେବା ପାଇଁ ଆଦେଶ ଦେଲେ। ଆଉ କେହି ମତ ଦେଇଛନ୍ତି ଯେ 31 ଥର ଫେରିବା ପରେ ରାଜା ଶେଷ ଆଶା ନେଇ 32 ପାହାଚ ପାଖକୁ ଗଲେ। 32 ପାହାଚର ପିତୁଳା କାହାଣୀ ଶୁଣାଇ ସାରି ପ୍ରଶ୍ନ କଲା ଯେ, ରାଜା, ଏବେ ମଧ୍ୟ ତୁମେ ନିଜକୁ ଏ ସିଂହାସନର ଯୋଗ୍ୟ ମନେ କରୁଛ? ନାହିଁ କହି ରାଜା ତଳକୁ ଓହ୍ଲାଇଗଲେ। ତାପରେ ଶେଷ ପିତୁଳା ସହିତ ସିଂହାସନଟା ମଧ୍ୟ ଅଦୃଶ୍ୟ ହୋଇଗଲା। ଏହି ସିଂହାସନର 32ଟି ପିତୁଳାଙ୍କର ରାଜା ବିକ୍ରମାଦିତ୍ୟଙ୍କ ଯଶ ବା ଗୁଣଗାନର ରୋଚକ କାହାଣୀ ଗୁଡ଼ିକ 32 ସିଂହାସନ ଓ ଶବସ୍ଥିତ ବେତାଳ
କହିଥିବା 25ଟି କାହାଣୀ ବେତାଳ ପଞ୍ଚବିଂଶତି ନାମରେ ବିଦିତ। ବିକ୍ରମାଦିତ୍ୟ ଜଣେ ନିର୍ଭୀକ, ସାହସୀ, ବୀର, କ୍ଷମାଶୀଳ, ଦୟାଳୁ ଏବଂ ସଦ୍ଗୁଣର ଅଧିକାରୀ ଥିଲେ। ପ୍ରଜାଙ୍କର ପ୍ରକୃତ ଭଲମନ୍ଦ ଜାଣିବା ପାଇଁ ନିଜେ ନିଃସ୍ୱାର୍ଥରେ ଏକା ଏକା ଛଦ୍ମବେଶରେ ବହୁ ସ୍ଥାନ ଭ୍ରମଣ କରି ସିଧା ପ୍ରଜାମାନଙ୍କ ସହିତ ମିଶି ତାଙ୍କ ଅନ୍ତରର କଥା ଜାଣି ନେଉଥିଲେ। ସେହି ଅନୁସାରେ କାର୍ଯ୍ୟ ସେ କରୁଥିଲେ। ସେତେବେଳର ରାଜାମାନଙ୍କ ମଧ୍ୟରେ ସେ ସର୍ବାପେକ୍ଷା ଜନପ୍ରିୟ ରାଜା ଥିଲେ। ଉଜ୍ଜୟିନୀର ମହାରାଜା ସମ୍ରାଟ ବିକ୍ରମାଦିତ୍ୟ ଆମ ଦେଶ ବିଦେଶ ମିଶାଇ ଶାସନ କରି ରାଜାଧିରାଜ ରାଜ ଚକ୍ରବର୍ତ୍ତୀ ହୋଇପାରିଥିଲେ। ଆମରି ଭାରତର ମୌଡ଼ମଣି ସେ, ଆମର ଆଦର୍ଶ ରାଜା ବିକ୍ରମାଦିତ୍ୟ। ଶ୍ରୋତାବନ୍ଧୁ, ବିକ୍ରମାଦିତ୍ୟଙ୍କ ସମ୍ପର୍କିତ ଏଇ ଯୋଉ ଗଳ୍ପ ଆମେ ଆଜି ଶୁଣୁଥିଲେ, ଯାହାର ଶୀର୍ଷକ ଥିଲା ରାଜା ବିକ୍ରମାଦିତ୍ୟ। ଏହାର ଲେଖିକା ଥିଲେ, ଏହାର ଗାଳ୍ପିକା ଥିଲେ ପ୍ରିୟମ୍ବଦା ସାହୁ। ଗାଳ୍ପିକା ପ୍ରିୟମ୍ବଦା ସାହୁଙ୍କର ଏହି ଗପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।